बंधुगण आपण समस्ते सुखरे रुहतु। ईश्वर आपण समस्त मंगल कामना करंतु। विधि विधान सब प्रकार शुभ हो यही शुभ कामना करी मु आपण मान सहित आलोचना करुच्ची। बुधवार 15 तारीख अक्टोबर 15 तारीख बुधवार विषय मु दैनिक राशि फल को नहीं आलोचना करुच्ची। एणु एबे शुणिबा आज सूर्यास्त आउ अशुभ समय। आज अशुभ समय है अशुभ काल है 11:32 रु गोटाए पर्यंत। 11:32 रु गोटाए पर्यंत अशुभ काल। सूर्यास्त हूँ 5:21 पर। सूर्यास्त 5:21 पर आ 11:32 रु गोटाए पर्यंत अशुभ काल। यह है आज पांजी। हेले क्यों राशि केते दुख अच्छी। कर्कट राशि घात बार। तेणु कर्कट राशि लोक मैंने होशियार रे। 12टा पर मीन राशि घात तारा 12टा पर्यटन मीन भल। 12टा पर मीन राशि घात तारा 10:30 जाए सिंहर घात तिथि 10:30 जाए तापर भल। घात तिथि 10:30 ठारू 11:32 जाए पूर्व फाल्गुन बिछार घात तिथि 11:30 10:30 ठारू बिछार घात तिथि आगे सिंहर 10:30 जाए 10:30 पर बिछार घात तिथि। घात तिथि घात तारा घात चंद्र आजिकार नहीं। घात 12 विषय आम शुणिले। एबे जीवा मेष पाख। मेष प्रति शुक्र रवि राहु प्रसन्न। शुक्र रवि राहु यही 3 ग्रह प्रसन्न मेष प्रति। हेले आज ये राशि समस्त व्यक्ति असुस्थ हेबे। प्रसन्न थिले भी ये 3 ग्रह प्रसन्न थिले भी आज मेष राशि पाई स्वास्थ्यगत शुभ समाचार नहीं। यही 3 ग्रह प्रसन्न थिले भी आज ये राशि समस्त व्यक्ति असुस्थता अनुभव करिवे। काहाकू कौन समस्या हो ताहा से माने अनुभव कले ही जानी परिवे। किछि ना किछि रोग हबो। पुराना रोग थिले अधिक जंत्रणा देव। वृथा व्यय हेब। सामयिक कलह हेब। कर्म क्षेत्र विभ्राट हेब। समस्या पर समस्या सृष्टि हेब। तेणु नुआ आय हेबनी। संयमता रक्षा कले कम व्यय न कले परे आर्थिक संकट रे पड़िवे। माने आज कौन सी प्रकार मेष राशि शुभ समाचार नहीं। शरीरगत अर्थगत पारिवारिक संबंधी समस्त समस्या आसो का मेष राशि। एणु मेष राशि समस्त बंधु ए संकट रु रक्षा पाइबा हनुमान को स्मरण करंतु। चालीसा पढ़ंतु बा ओं हं 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 हनुमते नाम बारंबार जपंतु। एबे वृषभ खोजा। वृष पाई आज बढ़िया दिन। सुख शांति मिलिबो। पुराना समस्या दूरेई जीवो। आय रोजगार बढ़िबो। नूतन आयपंथा खोलीजिवो। खाद्य पेय निद्रा आदि स्वास्थ्य संबंधी समस्या दूर हेबो एवं बढ़िया भोजन मिलिबो। बढ़िया निद हेबो। पूर्व समस्या रु मुक्ति मिलिबार बाट खोलीजिवो एवं समस्त समस्या दूर हेबार आश्वस्ति मिलिबो। समस्त लौकिक सुख मिलिबो। मनस्कामना पूर्ण हेबो। मात्र 11:15 पर ठारू 11टा
15 ପରଠାରୁ ରୋହିଣୀ ବୃଷର ଅଶୁଭ ସମୟ ଆରମ୍ଭ ହେବ। 11ଟା 15 ପରଠାରୁ ରୋହିଣୀ ବୃଷର ଅଶୁଭ ସମୟ ଆରମ୍ଭ ହେବ। ଯେଉଁମାନଙ୍କର ରୋହିଣୀ ନକ୍ଷତ୍ର ସେମାନେ ଟିକେ ଜଗି ରଖି ଚଳିବେ, ଈଶ୍ୱରଙ୍କର ଶରଣାପନ୍ନ ହେବେ, ମଙ୍ଗଳ ହେବ। ମିଥୁନ କଥା ବୁଝିବା। ମିଥୁନ ରାଶି ପାଇଁ ଆଜି ଶାନ୍ତି ସୁଖ ମିଳିବନି। ମିଥୁନ ରାଶି ପାଇଁ ଆଜି ଶାନ୍ତି ମିଳିବନି କି ସୁଖ ମିଳିବନି। କାରଣ ପରେ କହିବି। କାରଣ ବିନା ମାନସିକ ଅଶାନ୍ତି ଆସିଯିବ। କିଛି କାରଣ ନଥିବ କିନ୍ତୁ ମନ ବିରକ୍ତି ଭାବ ସୃଷ୍ଟି କରିବ। ସମସ୍ତଙ୍କୁ ଯେଉଁ ସ୍ନେହ ଆଦର ଦେଉଥିଲେ ଆଉ ଦେଇପାରିବେନି। କାରଣ ବିନା ମାନସିକ ଅଶାନ୍ତି ଆସିଯିବ। ଦିନ 11ଟା 15 ପରଠାରୁ ଆରାଦ୍ରା ମିଥୁନର ଅଶୁଭ କାଳ ଆରମ୍ଭ ହେବ। ଧନ ମିଳିବ, ମାତ୍ର ମନ ବ୍ୟାକୁଳ ଆକୁଳ ହେବ। ସମସ୍ତଙ୍କୁ ସନ୍ଦେହ ଲାଗିବ ଏବଂ ଅନ୍ୟକୁ ଆପଣ ବିନା କାରଣରେ ଦଣ୍ଡିତ କରିବେ। ସେ ଦଣ୍ଡ ହୁଏତ କଥାରେ ହେଇପାରେ ବା ବାଡ଼ିରେ ହେଇପାରେ। କେତୁ ଓ ଶନି ସାହା ହେବେ। ସ୍ନାନ ପରେ ଚଉରା ଉପରେ ଯେଉଁ ତୁଳସୀ ପୂଜା ପାଉଛନ୍ତି, ସେଇ ତୁଳସୀ ଗଛର ମୂଳରୁ ମାଟି ଟିକେ ଆଣି ମୁଣ୍ଡରେ ମାରିଦିଅନ୍ତୁ ଗାଧେଇଲା ପରେ। ଏ ସମସ୍ୟା ଆସିବ କିନ୍ତୁ ପୀଡ଼ା ଦେବନି, ଶାନ୍ତି ଲାଗିବ ଅଳ୍ପେ ବହୁତେ। କର୍କଟ କଥା ଶୁଣିବା। କର୍କଟ ରାଶି ପାଇଁ ଆଜି ଏକ ଶୁଭ ଦିନ। 12ଟା ଯାଏ ପୁଷ୍ୟାର ସବୁ ଦିଗରୁ ଲାଭ ହେବ। ପୁଷ୍ୟା ନକ୍ଷତ୍ର ବାଲା 12ଟା ପର୍ଯ୍ୟନ୍ତ ସମସ୍ତ ସୁଖକୁ ସହଜରେ ଲାଭ କରିବେ। 12ଟା ଯାଏ ପୁଷ୍ୟାର ସବୁ ଦିଗରୁ ଲାଭ ହେବ। 12ଟା ପରଠାରୁ ଅଶ୍ଳେଷାର ଅଶୁଭ ସମୟ ଆରମ୍ଭ ହେବ। 12ଟା ପରଠାରୁ ଅଶୁଭ ସମୟ ଆରମ୍ଭ ହେବ। ଅଶ୍ଳେଷାର ପୁନର୍ବସୁ ସାରା ଦିନ ଶୁଭ ଫଳ ପାଇବେ। ଦେହ ମୁଣ୍ଡ ଠିକ୍ ରହିବ। ଅଶ୍ଳେଷାର ଯେଉଁ ଅଶୁଭ ସମୟ ଆସିବ ସେ କିଛି ନୁହଁ, ସାମାନ୍ୟ ଟିକେ। ତେଣୁ ଦେହ ମୁଣ୍ଡ ଠିକ୍ ଠାକ୍ ରହିବ, ଶାନ୍ତି ସୁଖ ମିଳିବ, ଇଚ୍ଛା ପୂରଣ ହେବ, ସାହାଯ୍ୟ ସହଯୋଗ ପାଇବେ, ବଢ଼ିଆ ରୋଜଗାର ହେବ। ସାମାନ୍ୟ ଚେଷ୍ଟାରେ ଯଥେଷ୍ଟ ବେଶୀ ଲାଭ ଉଠାଇବେ। ସମସ୍ତ ସେବା ବୃତ୍ତି ଚାକିରି ଓ ବ୍ୟବସାୟ କରିଥିବା ବ୍ୟକ୍ତି ସମୁଦାୟଙ୍କୁ ଲକ୍ଷ୍ମୀ ଦୟା କରିବେ। ଘରକୁ ମୁଠା ମୁଠା ଟଙ୍କା ଆସିବ। କର୍କଟର ଆଜି ଶୁଭ ଦିନ। ବୃଷ ଭଳି କର୍କଟ ସୁଖରେ ରହିବେ। ମେଷ ଭଳି ମିଥୁନ ଟିକେ ଦୁଃଖରେ ରହିବେ। ସିଂହ ରାଶି ପାଇଁ ଶୁକ୍ର ମଙ୍ଗଳ ବୃହସ୍ପତି ଶୁଭ। ଅନ୍ୟ 6ଟି ଅଶୁଭ ଗ୍ରହ ଅମଙ୍ଗଳ କାମନା କରୁଛନ୍ତି। ସିଂହ ରାଶିର ଅନ୍ୟ 6ଟି ଗ୍ରହ ସେମାନେ କିଏ ନା ଶୁକ୍ର ମଙ୍ଗଳ ଆଉ ବୃହସ୍ପତିକି ଛାଡ଼ିଲା ପରେ ଅନ୍ୟ 6ଟି ଗ୍ରହ ସିଂହ ରାଶିର ଅମଙ୍ଗଳ କାମନା କରୁଛନ୍ତି। ଏଣୁ ଦେହ ମନ ଅସୁସ୍ଥ ହେବ, ଶାନ୍ତିରେ ବ୍ୟାଘାତ ଆସିବ। ନିଜ ଭୁଲ ସ୍ୱୀକାର କରି ଯଦି ବିହିତ ପ୍ରତିକାର କରିବେ ତେବେ ଆଶ୍ୱସ୍ତି ପାଇବେ। ଅନ୍ୟଥା ବୃଥା ବ୍ୟୟ ହେବ, କଳହ ହେବ, ଛୋଟ ବଡ଼ ରୋଗ ହେବ, ପ୍ରିୟ ଲୋକ ଅପ୍ରିୟ ବ୍ୟବହାର କରିବେ। ସିଂହ ରାଶିର ଲୋକମାନେ ସହଜରେ ନିଜ ଭୁଲ ସ୍ୱୀକାର କରନ୍ତି ନାହିଁ। ଏଇଟା ଗୋଟେ ସମସ୍ୟା ତାଙ୍କ ପାଇଁ। ଜମା ନଇବେନି ତ। ସିଂହ ରାଶିର ଲୋକେ ଯଦି ବିନୀତ ହେବେ, ନମ୍ର ହେବେ, ଉଦାର ହେବେ, ଚଟାପଟ ନିଜ ଭୁଲ ସ୍ୱୀକାର କରିବେ, ତାଙ୍କୁ କୌଣସି କ୍ଷତି ପହଞ୍ଚେଇବେନି ଗ୍ରହମାନେ। କିନ୍ତୁ ସେ ତା କରନ୍ତିନି, ଦୁଃଖ ପରେ ଦୁଃଖ ଭୋଗନ୍ତି। କନ୍ୟା ରାଶିର ଚିତ୍ରା ନକ୍ଷତ୍ରର ଦିନ 11ଟା 55 ପରେ ମନ୍ଦ କାଳ ଆରମ୍ଭ ହେବ। କନ୍ୟା ରାଶିର ଚିତ୍ରା ନକ୍ଷତ୍ରର ଦିନ 11ଟା 15 ପରେ ଅଶୁଭ କାଳ ଆରମ୍ଭ ହେବ। କନ୍ୟା ରାଶିର
ଚିତ୍ରା ନକ୍ଷତ୍ରର ଲୋକେ ଟିକେ ଈଶ୍ୱରଙ୍କ ଶରଣାପନ୍ନ ହୁଅନ୍ତୁ। ସମସ୍ତ ନକ୍ଷତ୍ର ପାଇଁ ଆଜି ଲାଭପ୍ରଦ ଦିନ। କେବଳ ଚିତ୍ରା ନକ୍ଷତ୍ର ପାଇଁ ଟିକେ ଅଶୁଭ ଦିନ, ନହେଲେ ଆଉ ସବୁ ଭଲ। ବ୍ୟବସାୟ, ବାଣିଜ୍ୟ, ବୃତ୍ତି, ବ୍ୟବସା, ସେବା, ଚାକିରି ଆଦି ବିଭିନ୍ନ କ୍ଷେତ୍ରରୁ ଭଲ ରୋଜଗାର ହେବ, ଲାଭ ହେବ। ନୂଆ କାମ କିଛି ଆରମ୍ଭ କଲେ ସେଥିରେ ଶୀଘ୍ର ଉନ୍ନତି କରିବେ। ସେ କାର୍ଯ୍ୟ ଶୀଘ୍ର ବିକଶିତ ହେବ, ସେଥିରୁ ବି ରୋଜଗାର ହେବ, ଆଉ ଆଶାତୀତ ସଫଳତା ଲାଭ କରିବେ। ଆଜି କନ୍ୟା ରାଶିର ସମସ୍ତ ନକ୍ଷତ୍ର ଆଶାତୀତ ଲାଭ କରିବେ। ମାତ୍ର ଚିତ୍ରା ପାଇଁ ଟିକେ ଅଶୁଭ ସମୟ ଆସିବ 11:55 ପରେ। ତୁଳା ରାଶିର ସବୁ ଭଲ। କର୍ମ ଚଞ୍ଚଳ ରହିବେ। କର୍ମ କ୍ଷେତ୍ରରୁ ମନ ଲାଖି ଧନ, ଯଶ, ସମ୍ମାନ ଆଉ ଆଦର ପାଇ ନିଜକୁ ଧନ୍ୟ ମଣିବେ। ତାଙ୍କ ମୁଣ୍ଡକୁ ଗୋଟେ ଚିନ୍ତା ଆସିବ, ଡ୍ୟୁଟି ଇଜ୍ ଗଡ୍। ମୁଁ ହିଁ କାମ କରିବି, କାମ କଲେ ଯଶ, ସମ୍ମାନ, ଧନ ପାଇବି। ଏହି ଚିନ୍ତା ଆଜି ବଳବତ୍ତର ହେବ। ଲୌକିକ, ପାରିବାରିକ, ଆର୍ଥିକ, ସାମାଜିକ ଆଦର ପାଇ ବହୁତ ଖୁସି ହେବେ। ଆଜି ବଢ଼ିଆ ଆୟ ହେବ। ଖାଦ୍ୟ, ପେୟ, ଦେଣ ନେଣ, ନିଦ୍ରା ସ୍ୱପ୍ନ, ଦେହ ମୁଣ୍ଡ, ବନ୍ଧୁ ମିତ୍ର, ପୁତ୍ର ପତ୍ନୀ, ଏହିପରି ସମସ୍ତ ବ୍ୟକ୍ତି, ସମସ୍ତ କାର୍ଯ୍ୟ, ସମସ୍ତ ଦ୍ରବ୍ୟ ମନଲାଖି ହେବ। ଯାହାଫଳରେ ସେମାନେ ଅତୀତକୁ ଭୁଲିଯିବେ ଯେ ଦୁଃଖରେ ଥିଲେ। ବୋଧେ ମୁଁ ଜନ୍ମଠାରୁ ଆଜି ପର୍ଯ୍ୟନ୍ତ ମହା ସୁଖରେ ଅଛି, ଭଲ ବନ୍ଧୁ ପାଇ। ବିଛା କଥା ବୁଝିବା। ବିଛା ରାଶିର ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଦ୍ୱୟର ମନ୍ଦ କାଳ ଆରମ୍ଭ ହେବ 11:55 ପରଠାରୁ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର, ବିଛା ରାଶିର ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରର 11:55 ପରଠାରୁ ମନ୍ଦ ସମୟ ଆରମ୍ଭ ହେବ। ମାତ୍ର ବିଛା ରାଶି ପାଇଁ ଆଜି ସମ୍ମାନହାନି ଯୋଗ ଅଛି। ମାପିଚୁପି ନ ଚଳିଲେ, ନ କହିଲେ ଟିକେ ସମ୍ମାନରେ ଆଞ୍ଚ ଆସିବ। ସମ୍ମାନହାନି ଯୋଗ ଅଛି। ସୁତରାଂ ଜଗି ରଖି, ମାପି ଚୁପି, ବହୁ ଭାବି ଚିନ୍ତି କାମ ନ କଲେ, ଆଚାର ବ୍ୟବହାରରେ ଶୃଙ୍ଖଳତା ନ ଆଣିଲେ, ତାହେଲେ ଏସବୁ ସମସ୍ୟା ସୃଷ୍ଟି ହେବ। ଜଗି ରଖି କଥାବାର୍ତ୍ତା କରନ୍ତୁ, ଆଚାର ବ୍ୟବହାର କରନ୍ତୁ, ଚାଲିଚଳନରେ ଶୃଙ୍ଖଳା ଆଣନ୍ତୁ, ନହେଲେ ସମ୍ମାନ ହାନି ହେବ। ଶୁଖିଲା ରାସ୍ତାରେ ଗୋଡ଼ ଖସିଯିବ, ମୁହଁମାଡ଼ି ପଡ଼ିଯିବେ। ଉପଦେଶ ଦେଲେ ଗାଳି ଶୁଣିବେ। କାହାକୁ ଉପଦେଶ ଦିଅନ୍ତୁନି ବା କାହାର ଦୋଷ ଆସନ୍ତୁନି। ନିଜ କାମରେ ମଜିଯାଆନ୍ତୁ। ନିଜ ଘରେ ବସି ନୀରବତା ରକ୍ଷା କରନ୍ତୁ। ଯଦି ବାହାରକୁ ଯିବାର ଅଛି ତାହେଲେ ହନୁମାନଙ୍କୁ ସ୍ମରଣ କରି ହନୁମାନଙ୍କ ସିନ୍ଦୁର ମୁଣ୍ଡରେ ମାରି ଯାଆନ୍ତୁ। କିନ୍ତୁ ବାହାରୁ ଗଲେ ବି କାହାକୁ ଦେବେନି ପରାମର୍ଶ। କାମରେ ଦେଖେଇ ଦେବେ, ସାହାଯ୍ୟ କରିବେ, କିନ୍ତୁ କଥାରେ କାହାକୁ ସହଯୋଗ କରିବେନି। କେବଳ ଗୋଟିଏ ଉଦାହରଣ ଦେଉଛି, ହୁଁ ମାରିବେ, ହାଁ ମାରିବେ, କିଛି ଉତ୍ତର ଦେବେନି। ଆରେ ଏଇଟା କେମିତି ହେବ, କ'ଣ କହିଲୁ କି, ଇତ୍ୟାଦି। ଧନୁ ରାଶିର ଉତ୍ତରାଷାଢ଼ା ନକ୍ଷତ୍ର ପାଇଁ ଦିନ 11:55ରୁ ଅଶୁଭ କାଳ ଆସିବ। ଦେହ ରୋଗାକ୍ରାନ୍ତ ହେବ। ଧନୁ ରାଶିର ଆବାଳ ବୃଦ୍ଧ ବନିତାଙ୍କ ପାଇଁ ଆଜି ଅଶୁଭ ଦିନ। କିଛି ନା କିଛି ରୋଗ ହେବ। ରାହୁ, ବୃହସ୍ପତି, ରବି, ବୁଧ, ମଙ୍ଗଳ ଆଦି 5 ଗ୍ରହ ସହାୟ ଅଛନ୍ତି। ତେଣୁ ଏହି ସମସ୍ୟା ସେତେ ପୀଡ଼ା ଦେବନି ଏବଂ ଗୁରୁତର ହେବନି। ଶାନ୍ତି ଓ ସୁଖ ଆସିବ। ହେଲେ
ଇଏ ଶାନ୍ତି ସୁଖ ସେତେ ସନ୍ତୋଷଜନକ ହେବନି। ଖାଦ୍ୟପେୟ ଆସିବ, ରୁଚିକର ହେବନି। ନିଦ୍ରା ବାରମ୍ବାର ଭାଙ୍ଗିବ, ଭଲ ନିଦ ହେବନି। ମଧୁର ବ୍ୟବହାର କେହି କରିବେନି। ତେଣୁ ଧନୁରାଶି ପାଇଁ ଆଜି ଶୁଭ ଦିନ ନୁହେଁ। ମକର ରାଶିର ଉତ୍ତରାଷାଢ଼ା ନକ୍ଷତ୍ର ଓ ଧନିଷ୍ଠା ନକ୍ଷତ୍ର ଦ୍ୱୟଙ୍କର 11:55 ଠାରୁ ଅଶୁଭ ସମୟ ଆସିବ। ଜଗି ରଖି ଚଳିଲେ, ସଂଯମତା ରକ୍ଷା କଲେ, ଅନ୍ୟର ନିନ୍ଦା ନ କଲେ, କାହାକୁ ଈର୍ଷା ନ କଲେ କିଛି କ୍ଷତି ହେବନି। ଏଇଟା ହୁସିଆର ଥିବେ ମକର ରାଶି ଲୋକମାନେ। କଥାରେ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ଅନ୍ୟକୁ ନିନ୍ଦା କରନ୍ତୁନି, କାହାକୁ ଈର୍ଷା କରନ୍ତୁନି। ଯଦି କିଛି ନ କରିବେ ତାହେଲେ କିଛି କ୍ଷତି ହେବନି। ଯାହା ଦୁଃଖ ପାଇବେ କେବଳ ନିଜ ଭୁଲ ପାଇଁ। କାରଣ ଆଜି ମକର ରାଶିକୁ ଯଥେଷ୍ଟ ବେଶୀ ଧନ ଆସିବ, ବେଶୀ ସମ୍ମାନ ଆଦର ପାଇବେ। ତାହା କେଉଁ ରୂପରେ ଆସିବ ଏ ଧନ କହି ହେଉନି। କେତେବେଳେ ଦ୍ରବ୍ୟରେ, କେତେବେଳେ ବସ୍ତୁରେ, କେତେବେଳେ ଅର୍ଥରେ। ସମସ୍ତ ମିତ୍ର ସହଯୋଗ କରିବେ। ପରିବାରରେ ପୁତ୍ର କନ୍ୟା ସ୍ୱାମୀ ସ୍ତ୍ରୀ ଆଦର କରିବେ, ବହୁତ ସମ୍ମାନ ପାଇବେ। ଏହା ଅନୁଭବ କରି ଅତୀତର ସବୁ ଦୁଃଖକୁ ଭୁଲିଯିବେ। କେବଳ ସଂଯମତା ରକ୍ଷା କଲେ ଏ ସୁଖ ସବୁ ମିଳିବ। କୁମ୍ଭ ପାଇଁ, କୁମ୍ଭ ରାଶିର ଧନିଷ୍ଠା ଓ ପୂର୍ବଭାଦ୍ର ନକ୍ଷତ୍ର ପାଇଁ ଅଶୁଭ ସମୟ ଆସିବ 11:55 ପରେ। କୁମ୍ଭ ରାଶି ପାଇଁ ଆଜି ବଡ଼ ଲାଭଦାୟକ ଦିନ। ବ୍ୟବସାୟୀ ମାନଙ୍କର କାରବାର ଠିକଠାକ ଚାଲିବ। ଚାକିରିଆ ମାନଙ୍କୁ ବାକିଆ ଅର୍ଥ ମିଳିଯିବ। କୃଷକମାନେ ସରକାରଙ୍କର ପ୍ରୋତ୍ସାହନ ପାଇବେ। ଆଉ ସମସ୍ତ ବୃତ୍ତି ବ୍ୟବସାୟ ସେବା କରୁଥିବା ଲୋକେ ଆଶାତୀତ ଅର୍ଥ ପାଇ ଖୁସି ହେବେ। ବନ୍ଧୁ ବାନ୍ଧବ, ପୁତ୍ର କନ୍ୟା, ଭାଇ ଭଉଣୀ, ପିତା ମାତା, ସହକର୍ମୀ ଓ ସହଯାତ୍ରୀ ସମସ୍ତେ ଆଦର କରିବେ। ବଢ଼ିଆ ଭୋଜନ ମିଳିବ, ଭଲ ନିଦ ହେବ। ଆଜି ଗୋଟିଏ ଭଲ ଦିନ କୁମ୍ଭ ରାଶି ପାଇଁ। ମୀନ ରାଶିର ପୂର୍ବଭାଦ୍ର ନକ୍ଷତ୍ର ଓ ରେବତୀ ନକ୍ଷତ୍ର ପାଇଁ ଦିନ 11:55ରୁ ଅଶୁଭ ସମୟ ଆସିବ ଏବଂ ଆଜି ମୀନ ରାଶି ପାଇଁ ସୁଖପ୍ରଦ ଦିନ। ନାନାବିଧ ସୁଖ ପାଖକୁ ଆପେ ଆପେ ଆସିବ। ଶାନ୍ତି ସୁଖ ଅବଶ୍ୟ ମିଳିବ। ଅର୍ଥାଗମ ଯଥେଷ୍ଟ ନ ହେଲେ ବି କମ୍ ହେବନି। ଶୟନ ଭୋଜନରେ ଆନନ୍ଦ ଅନୁଭବ କରିବେ। ବନ୍ଧୁ ବାନ୍ଧବ ଖୁସିରେ ସଂଳାପ କରିବେ। ସମସ୍ତ ଚାକିରିଆ ମାନଙ୍କ ପାଇଁ ଆଜି ବିଶେଷ ଶୁଭ ସମ୍ବାଦ ମିଳିବ। ପାରିବାରିକ ସୁଖ ମୀନ ରାଶିର ସମସ୍ତ ଦୁଃଖ ହରଣ କରି ଶାନ୍ତି ଆଣିଦେବ। ହଉ ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ଆସନ୍ତା କାଲି ମୁଁ ଠିକ୍ ଏହି ସମୟରେ ଆପଣଙ୍କ ସହିତ ଏଇଭଳି ଦୁଃଖ ସୁଖ ହେବି। ଆଜି ରହିଲି, ନମସ୍କାର।